ମାନେ ରଶ୍ମି ସାର୍ ଏ ଟୁ ଜେଡ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମୁଁ ରଶ୍ମି ସାର୍ ତୁମ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଜିର ବିଷୟବସ୍ତୁ ହେଉଛି ଦି ଫେରି କୁଇନ୍ ଏ ଜେନେରାଲ୍ ଷ୍ଟଡି। ଏ ଫେରି କୁଇନ୍ଟା ଏଇଟା କ'ଣଟା, ଆ ଭିତରେ କ'ଣ ଅଛି, ଆଜି ଆମେ ପଢ଼ିକି ତାକୁ ଆଲୋଚନା କରିକି ବୁଝିବା। ନା ପିଲାମାନେ ମନେ ରଖ, ଦି ଫେରି କୁଇନ୍ ଏଡମଣ୍ଡ ସ୍ପେନ୍ସରଙ୍କର ଏକ ଅମର କୃତି। ଆର ଟାଇମ୍ ଲାଇନ୍ ହେଉଛି 1590ରୁ 1609। ଏଡମଣ୍ଡ ସ୍ପେନ୍ସରଙ୍କର ଯେଉଁ ଯଶ ଖ୍ୟାତି ମୁଖ୍ୟତଃ ଏହାରି ଉପରେ ହିଁ ନିର୍ଭର କରେ। ଗ୍ରୀକ୍ ଓ ଲାଟିନ୍ ମହାକାବ୍ୟ ପରି ଇଂଲିଶରେ ଏକ ମହାକାବ୍ୟ ରଚନା କରିବା ଦିଗରେ ଏହା ଏକ ବହୁତ ବଡ଼ ପରିକଳ୍ପନା। 24 ଖଣ୍ଡରେ ଏଟା ପୂର୍ଣ୍ଣାଙ୍ଗ ହେବା ପାଇଁ ଯୋଜନା ହେଇଥିଲେ ମଧ୍ୟ ଏଟା 6 ଖଣ୍ଡରେ ସମ୍ପୂର୍ଣ୍ଣ। ସପ୍ତମ ଖଣ୍ଡର କିଛି ଅଂଶ ମିଳେ, କିନ୍ତୁ ଅବଶିଷ୍ଟ ହୁଏତ ଲେଖା ହେଇନି ବା କିଛି ନଷ୍ଟ ହେଇଯାଇଛି, ଏଇଭଳିଆ କିଛି ତଥ୍ୟ ଯା ଆମକୁ ମିଳୁଛି। ମଧ୍ୟଯୁଗୀୟ ଯେଉଁ ଅଛି କଥା ଅଛି, ମଧ୍ୟଯୁଗର କଥାର ଏ ଯେଉଁ ନାୟକ ଆର୍ଥର, କିଙ୍ଗ ଆର୍ଥର, ତାରି ଏଟା ଅର୍ଥର ସମ୍ବଳିତ ଯେଉଁ ମର୍ଡି ଆଥାର ଏହାର ମୂଳ ହୋଇଛି। ଜଣେ ଇଟାଲୀୟ କବି ଥିଲେ ଅରିସ୍ତୋ, ତାଙ୍କର ଯେଉଁ ଅର୍ଲାଣ୍ଡୋ ଫୁରିୟସୋ ମଧ୍ୟ ତାଙ୍କର ପ୍ରେରଣାର ଉତ୍ସ। ନା ପରୀ ରାଜ୍ୟରେ ପରୀରାଣୀଙ୍କ ଦରବାରର ଉତ୍ସବକୁ କେନ୍ଦ୍ର କରି ଏଇ ଯେଉଁ କାବ୍ୟଟିର କଥାବସ୍ତୁ ଗଢ଼ି ଉଠିଛି। 14 ଦିନ ଧରି ଏ ଉତ୍ସବଟି ଚାଲିଛି। କିଙ୍ଗ ଆର୍ଥର ଏଇ ଯେଉଁ ପରୀରାଣୀଙ୍କ ଦରବାରରେ ଜଣେ ନାଇଟ୍, ରାଜା ହେବା ପୂର୍ବରୁ ସେ ନାଇଟ୍ ଥିଲେ ପରୀରାଣୀଙ୍କ ଦରବାରରେ। ଏହିପରି ପରୀରାଣୀଙ୍କ ଦରବାରରେ 12 ଜଣ ନାଇଟ୍ ଅଛନ୍ତି, ସବୁ ବଢ଼ିଆ ବଢ଼ିଆ ନାଇଟ୍, କେହି କାହାକୁ କମ୍ ନୁହନ୍ତି। ପ୍ରତ୍ୟେକ ବୀର ବା ନାଇଟ୍ ଆରିଷ୍ଟଟଲଙ୍କ ପରି ପବିତ୍ରତା, ସଂଯମବୋଧ ସେମାନଙ୍କ ଠାଇଁ ଅଛି, ସୌଜନ୍ୟବୋଧ, ବିଚାରପରାୟଣତା, ସମସ୍ତେ ଆଜି 14ଟି ଗୁଣ ମଧ୍ୟରୁ ସମସ୍ତେ ଗୋଟିଏ ଗୋଟିଏ ଗୁଣର ପ୍ରତୀକ। କିଏ? ଏଇ ଯେଉଁ ପରୀରାଣୀଙ୍କ ଦରବାରରେ 14 ଜଣ ଯେଉଁ ନାଇଟ୍ ମାନେ ଅଛନ୍ତି, ଇନକ୍ଲୁଡ଼ିଂ କିଙ୍ଗ ଆର୍ଥର। ଆର୍ଥରଙ୍କ ଭିତରେ ସବୁ ଗୁଣର ସମନ୍ୱୟ ଘଟିଛି, କିନ୍ତୁ ଆର୍ଥରଙ୍କଠି ସମସ୍ତ ପ୍ରକାର ଗୁଣ ଅଛି। ଉତ୍ସବ ସମୟରେ ପ୍ରତ୍ୟେକ ଦିନ କ'ଣ ହୁଏ ନା ବିପଦରେ ପଡ଼ିଥିବା ବ୍ୟକ୍ତିବିଶେଷଙ୍କ କଥା ଦରବାରରେ ପହଞ୍ଚେ। ଅସୁର, ତାପରେ ଯେଉଁ ବିଭିନ୍ନ ମାୟାବିନୀ ନାରୀ, ବିପଦରେ ପଡ଼ିଥିବା ରୂପସୀ, ସାଧୁସନ୍ଥଙ୍କ ସମସ୍ତଙ୍କ ଖବର ଆସି ପହଞ୍ଚେ। ଦରବାରର କୌଣସି ନା କୌଣସି ବୀର ଏହାର ସମାଧାନ କରିବାର ଦାୟିତ୍ୱ ନିଅନ୍ତି, ଏମାନେ ସମାଧାନ ମଧ୍ୟ କରନ୍ତି। ଏଇ ଯେଉଁ ଗ୍ରନ୍ଥଟିର, କେଉଁ ଗ୍ରନ୍ଥଟି ନା ଫେରି କୁଇନ୍ ଗ୍ରନ୍ଥଟିର ପ୍ରତ୍ୟେକ ଖଣ୍ଡରେ ଏହିପରି ଜଣେ ଜଣେ ବୀର ଦୁଃସାହସିକ କାର୍ଯ୍ୟର କାହାଣୀ ବର୍ଣ୍ଣନା କରାଯାଇଛି। ଜାଣିପାରିଲ ଏବେ? ଫେରି କୁଇନ୍ ଗ୍ରନ୍ଥଟି ବହୁ ଦୃଷ୍ଟିରୁ ତାତ୍ପର୍ଯ୍ୟପୂର୍ଣ୍ଣ। ମଧ୍ୟଯୁଗୀୟ ଦୁଃସାହସିକ ରୋମାଞ୍ଚକର ଜୀବନ ପ୍ରତି ଆଗ୍ରହ ସହିତ ରେନେସାଁ ଚେତନାର ଅପୂର୍ବ ସମନ୍ୱୟ ଏଥିରେ ଘଟିଛି। ଗୋଟିଏ ଗୋଟିଏ ସଦ୍ଗୁଣର ପ୍ରତୀକ, ଯେଉଁ ସେଇ ପ୍ରତ୍ୟେକ ବୀରମାନେ ଯେଉଁ କହିଲି 14ଟା ବୀର, ଏକ ଅଭିଯାନ ଭିତରେ ଜୀବନର ଏକ ଚିରନ୍ତନ ସତ୍ୟ ସତ୍ ଅସତର ସଂଘର୍ଷ ପୁରା ରୂପକାତ୍ମକ ଭାବରେ ପରିପ୍ରକାଶ ଘଟିଛି। ରାଜନୈତିକ ଦୃଷ୍ଟିରୁ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ। ଏଥିରେ ଯେଉଁ ପରୀରାଣୀ ଅଛନ୍ତି, ଫେରି କୁଇନ୍ରେ ଯେଉଁ ମେନ୍ କ୍ୟାରେକ୍ଟର ପରୀରାଣୀ ସ୍ୱୟଂ ଇଂଲଣ୍ଡର ରାଣୀ ଏଲିଜାବେଥଙ୍କର ଏକ ଭାବମୂର୍ତ୍ତି। କବି ରାଣୀଙ୍କର ଗୁଣଗାନ କରିଛନ୍ତି। ସମକାଳୀନ କବି ସିଡ୍ନି ଲାଇସେଷ୍ଟର ଯଥାକ୍ରମେ ଦି ରେଡ୍କ୍ରସ୍ ନାଇଟ୍ ଓ ଆର୍ଥର ଭାବରେ ରୂପାୟିତ। ଆର୍ଥର ଓ ପରୀରାଣୀଙ୍କ ପ୍ରଣୟସିକ୍ତ କାବ୍ୟର ଚମତ୍କାରିତା ମଧ୍ୟ ବୃଦ୍ଧି କରିଥାଏ। ତାଙ୍କ ଯେଉଁ ଲଭ୍ ଆଫେୟାର, ଧର୍ମ ଦିଗରୁ ମଧ୍ୟ ଫେରି କୁଇନ୍ ସଂସ୍କାର ମନୋବୃତ୍ତିର ପରିଚୟ ଆମକୁ ଦେଇଥାଏ। ଫେରି କୁଇନ୍ରେ କବି ଏକ ନୂତନ ଭର୍ସ ଫର୍ମର ମଧ୍ୟ ପ୍ରୟୋଗ କରିଛନ୍ତି। ଇଟାଲୀୟ କବି ଅରିସ୍ତୋଙ୍କ ଯେଉଁ ଅକ୍ଟାଭରିମା, ଯେଉଁଟା 18 ଅଷ୍ଟପଦୀ ଯେଉଁଟା ଆମେ କହୁଛେ, ଆଦର୍ଶରେ ଏହା ମଧ୍ୟ ପରିକଳ୍ପିତ। ତେଣୁ ଏହାର 9 ଗୋଟି ଚରଣ ରହିଛି, 9 ଗୋଟି ପାଦ ଯେଉଁ ଆମେ କହୁଥାଏ,
ସେଥିମଧ୍ୟରୁ ପ୍ରଥମ 8ଟି ଆୟାମ୍ବିକ୍ ପେଣ୍ଟାମିଟରରେ ଗଠିତ ହୋଇଛି, ଯେଉଁଟା ଆୟାମ୍ବିକ୍ ପେଣ୍ଟାମିଟର ମୁଁ ପଢ଼େଇଛି, ଚ୍ୟାନେଲରେ ଅଛି ଦେଖିବ। ଏବଂ ଲାଷ୍ଟ ଯେଉଁ 6ଟା ଅଛି ସେଟାକୁ ଆମେ କୁହନ୍ତି ଯେଉଁ ଆଲେକ୍ଜାଣ୍ଡ୍ରାଇନ୍, ସେ ବୋଧ ଛନ୍ଦ ଗୋଟେ ଟାଇପ୍ର ଛନ୍ଦ। ଏବଂ ପ୍ରତ୍ୟେକ ଫୁଟରେ 2ଟି ସିଲାବୁଲ୍ ଲେଖା ରହିଛି। ତେଣୁ କବିଙ୍କ ନାମ ଅନୁସାରେ ଏଇ ଯେଉଁ ଏହାର ଯେଉଁ ସିଲାବୁଲ୍ଟା ଯେଉଁ ରହିଛି, ଏହାର ସିଲାବୁଲ୍ଟା ହେଲା କି ସେଥିରୁ ଗୋଟେ ହେଉଛି 2 ପ୍ରକାର ସିଲାବୁଲ୍ ନା, ଗୋଟେ ଅନ୍ତର୍ନିହିତକୁ ଯାଉଛି ଆଉ ଗୋଟେ ବାହାରକୁ ଆସୁଛି, ଯେଉଁଟା ଆମେ କହୁଛୁ ଶ୍ୱାସାଘାତହୀନ ଶ୍ୱାସାଘାତଯୁକ୍ତ, ଯେଉଁଟା ଆମେ ଆଲୋଚନା କରି ଚ୍ୟାନେଲରେ ଅଛି ଦେଖିବ, ମୁଁ ବୁଝେଇଛି। ତେଣୁ ଏହାର ଲାଷ୍ଟ ଯେଉଁ ଷ୍ଟାଞ୍ଜାଟା ତାର ଏ ବି ବି ସି କ୍ରମରେ ସଜ୍ଜିତ ହୋଇକି ଅଛି। ତେଣୁ କବିଙ୍କ ନାମ ଅନୁସାରେ ଏଇ ଯେଉଁଟାକୁ କ'ଣ କୁହନ୍ତି ସ୍ପେନ୍ସରିଆନ୍ ଷ୍ଟାଞ୍ଜା, ଲାଷ୍ଟ ଷ୍ଟାଞ୍ଜାଟା କହିଛି ପୂର୍ବରୁ ଯେଉଁ କହିଥିଲି ଏଡମଣ୍ଡ ସ୍ପେନ୍ସରଙ୍କ ବିଷୟରେ, ତାଙ୍କ ଦ୍ୱାରା ଗୋଟେ ସ୍ୱତନ୍ତ୍ର ଷ୍ଟାଞ୍ଜା ସେ ବାହାର କରିଥିଲେ, ସ୍ପେନ୍ସରିଆନ୍ ଷ୍ଟାଞ୍ଜା ନାମରେ ସୁପରିଚିତ। ଯାହା ଜଣାପଡ଼ୁଛି ଫାଇନାଲି ଶେଷରେ ଯେ ଫେରି କୁଇନ୍ର ଯେଉଁ ଗଭୀରତାଟାକୁ ସାଧାରଣ ପାଠକ ପାଇଁ ବୁଝିବା ଏତେ ସହଜ ନୁହେଁ, କାହିଁକିନା ଶିକ୍ଷିତ ଗୋଷ୍ଠୀ ବା କବିଙ୍କ ଉଦ୍ଦେଶ୍ୟରେ ସ୍ପେନ୍ସର ଏହା ଲେଖିଥିବାର ଅନୁମାନ କରାଯାଏ। ସମସାମୟିକ ବହୁ କବି ସ୍ପେନ୍ସରଙ୍କ ଦ୍ୱାରା ପ୍ରଭାବିତ। ତେଣୁ ଚାର୍ଲସ ଲାମ୍ ତାଙ୍କୁ କ'ଣ କହିଥିଲେ, ମୁଁ କହିଥିଲି ପ୍ରିଭିୟସ୍ କ୍ଲାସ୍ରେ, ପୋଏଟ୍ସ ବୋଲି ଆଖ୍ୟା ଦେଇଥିଲେ କାହାକୁ, ଏଡମଣ୍ଡ ସ୍ପେନ୍ସରଙ୍କୁ। ତେଣୁ ପିଲାମାନେ ଏ ତ ଥିଲା ସାରମର୍ମ ଦ ଫେରି କୁଇନ୍ର ଆମେ ଆଲୋଚନା କଲେ। ପରବର୍ତ୍ତୀ କ୍ଲାସ୍ରେ ଆମେ ଆହୁରି ଗୋଟେ ସୁନ୍ଦର ବିଷୟ ଆଲୋଚନା କରିବା। ଆଜି ପାଇଁ ଏତିକି, ପୁଣି ଦେଖା ହେବ ନେକ୍ସଟ କ୍ଲାସ୍ରେ। ରହୁଛି, ହାଭ୍ ଏ ଗୁଡ୍ ଡେ।